କାଳିକାରେ ଆମର ଲେଖା ରହିଲାନି, କହିଲା ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ ରହିବେ କେହି, ଝାଡ଼ ବାଡ଼ ଧରି ଯେତିକି ରହିବେ କୂଳକୁ ବିହନ ସେହି। ଉତ୍ତର ଦିଗ, ଉତ୍ତର ରାଜ୍ୟ, ଉତ୍ତରର ଅନେକ ଅର୍ଥ ରହିଛି, ଏହାର ସବୁ ଅନେକ ଅର୍ଥ ଅଛି। ତେଣୁ ପାଗଳା ବାଇଆ ଲେଖିଲେ ଯେ କହିଲେ ଝାଡ଼ ବୋଲି ତୁଇ ଯାହାକୁ କହୁଛୁ ତୋର ପରିବାର ସେଇ ପରିବାରଟି ହେଲା ଝାଡ଼। ଯେଉଁ ପୁଅ ଝିଅ ବାପ ମା ସମସ୍ତେ ଗୋଟେ ପରିବାର ଭିତରେ ବନ୍ଧନ ହେଇକି ରହିଲେ ସୁଗଠିତ ହୋଇକି ରହିବେ, ଆଉ ସୁପଥ ସୁମାର୍ଗ ସୁରେ ସେଇମାନେ ରହିଯିବେ। ଯେମିତି ସାଧାରଣ ଲୋକ ଆଜି ଅସାଧାରଣ କଥାଟି କହୁଛି, ବିହନକୁ ଆଗ ଧର। ଆପଣ ଧାନଟାକୁ ନେଇକି ଯିବେ ବିଲରେ ବୁଣିଦେବେ, ବିଲରେ ବୁଣିଦେଲେ ବିଲଟାର ହୀର କର ବି ଅଛି, ବିଲ ମଧ୍ୟରେ ବି ଅଛି। ଯଦି ଚେର ଲାଗିକି ବୁଦାକୁ ବୁଦା ଚେର ଲାଗିଗଲା ନା, ବର୍ଷା କି ବଢ଼ି କି ବନ୍ୟା ହେଲେ ସେ ଚେର ଉପାଡ଼ି ପାରେନି, ହୁଏତ ବୁଡ଼ି ଯାଇପାରେ କିନ୍ତୁ ଉପାଡ଼ିକି ନେଇପାରେନି। ଯଦି ଗୋଟିଏ ଗଛ ଆଉ ଗୋଟେ ଗଛ ତାଠୁ ହାତେ ଛାଡ଼ିକି ଥିବ, ଆଉ ଗୋଟେ ଗଛ ତାଠୁ ହାତେ ଛାଡ଼ିକି ଥାଏ, ତାହେଲେ ଯେଉଁ ବଦଳ ବନ୍ୟା ଯାହା ଆସିବ ତାକୁ ସହଜରେ ଉପାଡ଼ିକି ନେଇକି ପଳେଇବ। ସେଇଭଳି ଆଜିକାଲି ଯେଉଁ ଶୃଙ୍ଖଳିତ ସମାଜ ଗଠନ କରିବା ପାଇଁ ଯେଉଁ ପ୍ରୟାସ ଚାଲିଛି, ତା ଭିତରେ ଯେଉଁ ପିଲାମାନେ ବିଶୃଙ୍ଖଳିତ ହେବେ ଆଉ ପିତା ମାତା ବା ପରିବାର ବା ଝାଡ଼ୁରୁ ବାହାରି ଯିବେ, ତାଙ୍କର ଚେର ଉପୁଡ଼ିଯିବ। ଏଇଟା ହେଉଛି ତତ୍ତ୍ୱଭିତ୍ତିକ କଥା। ସେଥିପାଇଁ ବର୍ତ୍ତମାନ କେହି ଝାଡ଼ ଭିତରେ ରହିବାକୁ ଭଲ ପାଉନାହାନ୍ତି। କହିଲେ ଝାଡ଼ ବୋଲି ତୁଇ ଯାହାକୁ କହୁଛୁ ଝାଡ଼ ଜଙ୍ଗଲଟି ସେହି, କଣ୍ଟକିତ ବୃକ୍ଷ ବିଷଧର ସର୍ପ ସେଠାରେ ଅଛନ୍ତି ଯାଇ। ସବୁ ଲେଖା ରହିଛି ଅଲଗା ଅଲଗା ତତ୍ତ୍ୱରେ। କହିଲେ ଝାଡ଼ ଜଙ୍ଗଲ ଭିତରେ ଯେମିତି କଣ୍ଟାର ବୃକ୍ଷ ଅଛି, ବିଷଧର ସର୍ପ ଅଛନ୍ତି, ହିଂସ୍ର ଜୀବଜନ୍ତୁ ଅଛନ୍ତି, ସେମିତି ତୋ ପରିବାରଟି ହେଉଛି ଗୋଟେ ଝାଡ଼ ଜଙ୍ଗଲ। ତା ଭିତରେ ହିଂସା, ବାଦ ବିବାଦ, କ୍ରୋଧ, ଅହଙ୍କାର ଏଗୁଡ଼ାକ ବି ଅଛି, ତାକୁ ସହ୍ୟ କରିବାକୁ ପଡ଼ିବ। ସେଇଭଳି ଅବଶ୍ୟ ସାଧାରଣ ଲୋକ ଏଇ କଥା କହିଲା, ବିଲ ଭିତରେ ଯଦି ଆମେ ଧାନଟି ବୁଣୁଛେ, ଗଛ ପାଖକୁ ଗଛ ଯଦି ଲାଗିକି ରହିଥିବ, ସବୁ ଚେରକୁ ଚେର ଭିଡ଼ି ହେଇକି ଥିବ, ତମେ ଗୋଟିଏ ଗଛ ଉପାଡ଼ି ପାରିବନି। ଯେଉଁ ଭାଇମାନେ ଚାଷବାସ କରିଥିବେ, ଚାଷ ଆଉ ବାସ, ଚାଷ ଦ୍ୱାରା ଯେଉଁମାନେ ବାସ କରିଥିବେ ସେମାନଙ୍କୁ ଜ୍ଞାତ ଅଛି। ମୁଁ ଚାଷ କରିଛି, ମୁଁ ଜାଣିଛି। କିନ୍ତୁ ଗୋଟିଏ କିଆ ଗଛ ଯେଉଁଟା ଥିବ ତାକୁ ଉପାଡ଼ିବ, ସେ ମାଟି ସହ ନେଇକି ଆସିବ ଭାରି ପୁରା। କହିଲା ଆରେ କ'ଣ କହିଛି ସେଥିରେ, ଡାଳ ଥିଲେ ସିନା ପବନ ନେବ ଉଡ଼ାଇ, ମୂଳ ଥିଲେ ଆଉ ଥରେ ଦେବ କଅଁଳାଇ। ସେଇଭଳି ସେଇ ଯେଉଁ ଗୋଟିକିଆ ଗଛ ଥିବନି, ଯେତେବେଳେ ଉପାଡ଼ିବେନି ଧାନ ଗଛଟା ଦେଖିବେ ପୁରା ମାଟି ସହ ଆସିବ, ମୂଳ ଥବ ଆଉ କଅଁଳି ଆଉ କିଛି ନଥବ। ସେଇଭଳି ଝାଡ଼ ଭିତରେ ସମସ୍ତେ ରୁହ। ଆପଣମାନଙ୍କୁ କହିବ, ହଁ ଏଟା ମୁଁ କହିଦେଉଛି ଆଉ କ'ଣଟା ଗୋଟା ଇଏ କ'ଣ ଗପ ନାହିଁ, ୟାର ଅନେକ ତତ୍ତ୍ୱଭିତ୍ତିକ ଅଛି। ଆଉ କ'ଣ ପାଇଁ ଆଜି ଏ ସଂସାରରେ ପ୍ରତି ମୁହୂର୍ତ୍ତରେ ବ୍ୟଙ୍ଗ କହେ ବେଙ୍ଗୁଲିଲୋ ମହି କ୍ଷଣ କ୍ଷଣ ଜ୍ଞାନ। କାହିଁକି ଗୋଟେ ସେକେଣ୍ଡ ଭିତରେ ପରିବର୍ତ୍ତନ ଆସିଛି। ଟିଭି ଡିସପ୍ଲେକୁ ଅନେଇଲା ବେଳକୁ ଆଉ ଆଖିର ଧୈର୍ଯ୍ୟ ରହୁନି। ଏଇ ଅଧୈର୍ଯ୍ୟ ସଂସାର ସକାଶେ ଦ୍ୱାପର ଯୁଗର ଯାହା ଯିଏ ହେଉଥିଲେ ରାଧିକା ରାଣୀ, ସିଏ ନିଜେ କହିଛନ୍ତି ତାଙ୍କ ବିଷୟରେ ଅଚ୍ୟୁତାନନ୍ଦ ବି କଲମ କରିଦେଇଗଲେ। କହିଲେ ଭ୍ରମୀ ଏକାନ୍ତ ଗ୍ରାମପୁରେ, ସେ ଜମ୍ବୁଦୀପ ଧରିତ୍ରୀରେ, ତା ଦ୍ୱାରେ ପ୍ରବେଶୀ ବୁଝାଇ, ତା ନାମ ଅଟେ ଭୀମ ଭୋଇ, ଜାତିରେ ହୋଇଥିବ କନ୍ଧ, ନେତ୍ର ତା ଜନ୍ମରୁ ମୁଦିତ ଲେଖା ହେଇଛି, ଆମେ ତାକୁ ଅନ୍ଧ କହିଦେଉଛେ।
ଛାଡ଼ନ୍ତୁ, ବିଭିନ୍ନ ଭାଷାରେ ଅନ୍ଧ ବୋଲି ଲେଖା ରହିଛି। ଦ୍ୱାପର ଯୁଗରେ ରାଧାରାଣୀ ମର୍ତ୍ତ୍ୟରେ ଜନ୍ମ ନେଇଲେ ସନ୍ଥ ହୋଇକି, କିନ୍ତୁ ସିଏ ଆଜିକା ଡେଟ୍ରେ ଯେଉଁ ଟିଭି ଡିସପ୍ଲେରେ ଯେଉଁ ପ୍ରତି ସେକେଣ୍ଡରେ ଦେଖାଉନି, ଆଜି ଅମୁକ ହେଇଗଲା, କାଲି ସମକ ହେଇଗଲା, ସେଠି ସମକ ହେଲା। ଯଦି କେଉଁଠି କିଛି ଅଭାବ ରହିଯାଇଛି, କେଉଁ ପଟେ ଗୋଟେ ନାରା ଉଠୁନି, କେଉଁ ପଟେ ଆନ୍ଦୋଳନର ଉଠୁନି, ଅନ୍ୟାୟ କେଉଁ ପଟେ ଦେଖାଯାଉନି, ଅନ୍ୟାୟ ସବୁ ଯୁଗ ଯୁଗରେ ରହିଛି। ଯେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି ନା, ଇନ୍ଦ୍ର ଅନେଇ ଦେବ ଚାରିଆଡ଼େ ଉପରେ ଥାଇ ତ ଦେବରାଜ ଇନ୍ଦ୍ର ମହାମାୟାବୀ, ମହା କୁଟୁଳିଆ। ସେ ଚାହିଁବ ଉପରକୁ, କେଉଁ ପଟରେ ଶାନ୍ତି ଅଛି, ଅଶାନ୍ତି ନାହିଁ, ଧଡ଼କିନା ସେଇ ପଟେ ଗୋଟେ ଅଶାନ୍ତି ସୃଷ୍ଟି କରିଦିଏ। ସାଧାରଣ ଲୋକ ଗୋଟେ ଭିଡ଼ିଓ କହିଥିଲା, କହିଲେ ଉପରେ ରହିଲେ ଦେବତା, ତଳେ ରହିଲେ ଦାନବ, ମଝିରେ ରହିଲେ ମାନବ। ସଦାବେଳେ ସବୁ ଯୁଗ ଯୁଗ ପର୍ଯ୍ୟନ୍ତ ମାନବ, ଏଇ ଦୁଇ ଜଣଙ୍କ ସକାଶେ, ଦେବତା ଆଉ ଦାନବଙ୍କ ସକାଶେ ମାନବ କଷ୍ଟ ଭୋଗିଛି। ଆଉ ସବୁଥିରେ ଭାଗିଦାର ହେଇକି ଆଜି ସଂସାରଟାରେ ସିଏ ହିଁ ଆପଣା ହସ୍ତେ ଜୁହାଛନ୍ତି କେ ଅଛି ତାର ପ୍ରତିବାଦୀ ହୁଏ। ସେ ଭାବିପାରେନି, କିନ୍ତୁ ଭଗବାନ ତାଙ୍କୁ ଦୁର୍ଲଭ ଜନ୍ମ ଦେଇଛନ୍ତି। କହିଲା ଦୁଇ ନାଁରେ ଗୋଡ଼ ଦେଇ ଗାଣ୍ଡି ଫାଳ କରିବ ସଇ। ସେ କେଉଁ ପଟକୁ ହବ, ନା ରାକ୍ଷସ ପଟକୁ ହବ, ନା ଦେବତା ପଟକୁ ହବ। ସେଇଭଳି ସଂସାରରେ ଦୁଇଟି ଦଳ ହୋଇକି ସେଇଭଳି ନାଶ କରେଇବେ। ସୁଜ୍ଞ ସାଧୁଙ୍କ ଉପରେ ବହୁତ କଷଣ ରହିବ, ଆଉ ସମସ୍ତେ ପଥ ନ ପାଇକି ପଥ ଭ୍ରଷ୍ଟ ହେବେ। ଅଚ୍ୟୁତାନନ୍ଦ ସେଇଥିପାଇଁ ବି କହିଥିଲେ, କହିଲେ ପଢ଼ା ଜ୍ଞାନୀ ମାନେ ବାଟ ବଣା ହେବେ। ସମସ୍ତେ ଅବାଟରେ ଚାଲିବେ, ଆଉ ଅବାଟରେ ଚାଲି 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 ବାଟକୁ ଆସିବେ। କାହିଁକି ନା ଏ ସଂସାରରେ ଦେଖନ୍ତୁ, ଆପଣମାନେ କହିବେ ସିଗାରେଟ, ତମାଖୁ, ମଦ, ଏଥିରେ ସବୁ ଲେଖା ହେଇଥିବ ଏହା ଶରୀର ପାଇଁ କ୍ଷତିକାରକ, କିନ୍ତୁ ଆମେ ସମସ୍ତେ ଖାଉଛେ। ଭଲ ବାଟ ଦେଖେଇଲେ କେହି ଯିବେନି, ମନ୍ଦ ବାଟ ଦେଖେଇ ଦେଲେ ସମସ୍ତେ ବାଟକୁ ଆସିବେ। କେମିତି ନା, ଯେତେବେଳେ ଦସ୍ୟୁ ରତ୍ନାକରକୁ ନାରଦ ମୁନି ଆସିକି ପଚାରୁଥିଲେ, କହିଲେ ତମେ ଏତେ ଗୁଡ଼ା ପାପ କଲ, ତମେ କ'ଣ କର, ରାମ ନାମ ଜପ କର। ସେ ରାମ ନାମ ଜପି ପାରିଲନି। ତାକୁ କହିଲେ ତୁ ନ ଜପି ପାଇଲେ ପୁଅ ତୁ ଏବେ ମରା। ମରା ଅର୍ଥ ହେଉଛି ଗୋଟା ମାନେ ଗୋଟେ କ୍ରୋଧର ପଏଣ୍ଟ। ସେଇଟା ଗୋଟେ ଆନନ୍ଦର ବିପରୀତ, ମାନେ କ୍ରୋଧଟା, ମାନେ ଯେଉଁଟା ଆନନ୍ଦର ଭଳି ଲାଗୁଥିବ କିନ୍ତୁ ସେଇଟା ଗୋଟେ କ୍ରୋଧର ସାଙ୍କେତିକ। କହିଲେ ହରେ ପୁଅ, ଯଦି ନ ଜପି ପାଇଲୁ ମରା। ତେଣୁ ସିଏ କ'ଣ କଲା, ମରା ଜପିଥିଲା। ମରା ମରା ମରା, ଆଜିକା ଡେଟ୍ରେ ମରା କହିଲେ ଖରାପ ଲାଗିବ ହେଲା। କହିଲେ ତୁ ପୁଅ ମରା, ମରା 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 କହିଲା, କିନ୍ତୁ ସେଇ ମରା ଦିନେ ଏକତ୍ର ହୋଇଲା, ରାମ ନାମରେ ପ୍ରକାଶିତ ହେଲା। 7 କାଣ୍ଡ ରାମାୟଣ ସେହି ବାଲ୍ମୀକି ହୋଇକି ଲେଖିଲା। ତେଣୁ ଭଲ ବାଟ ଦେଖେଇବାନି ଆଜିକା ଡେଟ୍ରେ, ମନ୍ଦ ବାଟ ଦେଖାଅ। ସମସ୍ତେ ଥରେ ଗାତରେ ପଡ଼ିଲେ ବା କାଦୁଅରେ ପଡ଼ିଲେ ପାଣି ବାଲ୍ଟିଏ ନିଶ୍ଚୟ ମନେ ପଡ଼ିବ ସେମାନଙ୍କର, କାରଣ ଶୌଚ ହେବ ବା ଧୋଇ ହେବା ପାଇଁକା ମନେ ପଡ଼ିବ। ଆଜିକା ଡେଟ୍ରେ ଦେଖନ୍ତୁ, ଆପଣ ଗୋଟେ ଭଲ କଥାଟି ସୋସିଆଲ ମିଡ଼ିଆରେ ଭଲ ମନ୍ଦରେ କୁହନ୍ତୁ, ତାକୁ କେହି ଗ୍ରହଣ କରିବେନି। ଖାଲି ସାର୍ଟ ପ୍ୟାଣ୍ଟ ଟିକେ ମାନେ ପାତାଳରୁ ମର୍ତ୍ତ୍ୟପୁର ବା ଯେଉଁଟା ନାହିଁ ଯାଇ ଖାଲି ଟେକି ଦିଅ। କ'ଣ ପାଇଁକା ଇଏ ଟେକିଲା, ଖାଲି ଡିସପ୍ଲେରେ ହଲ ହଲ ହଉ, ହଜାର ଲାଇକ୍ ଆଉ ଶହ ଭ୍ୟୁଜ୍, କୋଟି ଭ୍ୟୁଜ୍ ହେଇଯାଉଛନ୍ତି। ଆଉ ଏଇ ପଥରେ ଚାଲିଛନ୍ତି ସମସ୍ତେ। ଠିକ୍ ଅଛି, ଚାଲ। କହିଲା ଦୀପ ଯେତେବେଳେ ଲିଭିବ, ନା ଯେତେବେଳେ ତାର ଯେଉଁ ପାତ୍ରରେ ଦିଆହେଇଥିବ ତେଲ ସରିଗଲା ପରେ ନା, ଘାସ କିନା ଲିଭିବ, ଜଳିକି ଭାଡ କିନା ଲିଭିବ। ତେଣୁ ଅବିକା ଯଦି ଅନ୍ୟାୟ, ଶାସ୍ତ୍ର କହିଲା ଅନ୍ୟାୟ ଧନ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଯଦି ଅନ୍ୟାୟର ଧନଟା ମୂଳ ସହ ଯାଉଛି, ତାହେଲେ ଅନ୍ୟାୟର ସଂସାରଟି
ସିଏ ବି ଟୋଟାଲି ନାଶ ହବ। ଏଇଟା ଧ୍ରୁବ ସତ୍ୟ, ଚନ୍ଦ୍ର ସୂର୍ଯ୍ୟଙ୍କ ଭଳିଆ ଧ୍ରୁବ ସତ୍ୟ। ସେଇ ଦୁଇ ଜଣ ଦେବତା ମୁକ ସାକ୍ଷୀ ହେଇକି ଅଛନ୍ତି। ସିଏ ପ୍ରଭୁଙ୍କର ଦିଟା CCTV। କହିଲେ ବାମଟି ଆମର ଅଟେ କ'ଣ ଚନ୍ଦ୍ର, ଏକ ଦକ୍ଷିଣଟି ସୂର୍ଯ୍ୟ। ସେମିତି ବ୍ରହ୍ମାଣ୍ଡ, ପିଣ୍ଡ ଆଉ ବ୍ରହ୍ମାଣ୍ଡ, ଇଏ ପିଣ୍ଡର, ସିଏ ହେଲା ବ୍ରହ୍ମାଣ୍ଡର ଦୁଇଟି ଆଖି। ଭଗବାନ ଦେଖିଛନ୍ତି ଜଣେ CC କ୍ୟାମେରା ଦିନରେ ଅନେଇକି ରହୁଛି, ଜଣେ ରାତିରେ ଅନେଇକି ରହୁଛି, ଜଗିଛି। କାରଣ ଏ ସଂସାରଟି ଦେଖିବେ ଶାସ୍ତ୍ର ପୁରାଣର ସବୁଠି ଲେଖା ହେଇଛି। କହିଲେ ବ୍ରହ୍ମାଣ୍ଡ ମିଥ୍ୟା, ବ୍ରହ୍ମ ସତ୍ୟ। ତାହେଲେ ମିଛ ଜଗତରେ ସତ କୋଉଠି ଖୋଜିବ ପାଇବ? ସତ ନାହିଁ। ସତ୍ୟ ଯେତେବେଳେ ପ୍ରକାଶିତ ହେବ ସେଇଠୁ ସତ୍ୟ ହିଁ ଧର୍ମ ପ୍ରକାଶିବ। କହିଲେ ସବୁ ଧର୍ମ ହେବ ଚୂର୍ଣ୍ଣ, ଶେଷରେ ହୋଇବ ଏ ସନାତନ ଲୋ ଯାଇ ଫୁଲ। ଧର୍ମ ସ୍ଥାପିବେ ସେ ନାରାୟଣ ଲୋ ଯାଇ ଫୁଲ। ତେଣୁ ସବୁଯାକ ଧର୍ମ କହିଲେ ଆମେ ଏ ଧର୍ମ ସେ ଧର୍ମ ସେ ଧର୍ମ କେହି ଭାଇ କିଛି ରହିବ, ସବୁ ଚୂନା ହେଇଗଲାଣି। ଆରମ୍ଭ ହେଲାଣି ଏଥର ସବୁ ହୁଦବୋଧ କରିବ। ଦେଖ ସବୁ ଧର୍ମ ହେବ ଚୂର୍ଣ୍ଣ, ଶେଷରେ ହୋଇବ ଏ ସନାତନ ଲୋ ଯାଇ ଫୁଲ। ସବୁଠାରୁ ଶ୍ରେଷ୍ଠ ଧର୍ମ ହେଲା ମାନବ ଧର୍ମ, ଦୁର୍ଲଭ ଧର୍ମ, ଯାହାକୁ ସବୁ ଯୁଗ ଯୁଗରେ ରହିଛି। ତାକୁ କେହି ଜାଣିନଥିଲେ, ସେ ରାମଚନ୍ଦ୍ର ଜାଣିଥିଲେ, ସେ କୃଷ୍ଣ ଜାଣିଥିଲେ, ମୋହନ ଦାସ କରମଚନ୍ଦ ଗାନ୍ଧୀ। ମାନବ ସେବା ହିଁ ମାଧବ ସେବା। ଯୋଉ ମାଧବ ଏହାକୁ ଭାବୁଛେ ସିଏ କୋଉଠି ଅଛି କି? କହିଲା ଦିଅ ଦରଶନେ କାଠ କି ପାଷାଣେ, ଗଙ୍ଗା ଦରଶନେ ପାଣି, ପ୍ରଭୁ ଦରଶନେ ମୁକତି ପସରା, ଆପେ କୁଆପେ ବଖାଣି। ତମେ ଯାହାକୁ ପ୍ରଭୁ ପ୍ରଭୁ ବୋଲି ଡାକୁନ, ଯୋଉ ମଠ ମନ୍ଦିର କାଠ ଆଉ ପଥର ସେଇ ଘର ଭିତରେ ପାଇବ। କିନ୍ତୁ ପ୍ରଭୁ କହିଛନ୍ତି ଶାସ୍ତ୍ର ଦେଖିବେ। କହିଲେ ମୁଁ କୋଉ ମଠ ମନ୍ଦିର କୋଉଠି ନଥାଏ, ମୋତେ ଯିଏ ଯୋଉଠି ଡାକେ ମୁଁ ସେଇଠି ଥାଏ, କେଉଁ କାହାରି ପାଖରେ ନଥାନ୍ତି। ଆଉ ତମେ କ'ଣ କହୁଛ ଏଇଠି ଅଛନ୍ତି ଠାକୁର? କହିଲେ ଠ ଠ ଠ ଠ ଠ ଠ ଠରେ ଠେଙ୍ଗା ଠା। ଠରେ ଆକାର ଦେଲେ ତାପରେ ଯାଇ ଠାକୁର ହୋଇଲେ। ଆଉ ଆକାର ଅକାର ଇକାର ଉକାର ଆକୁ କେହି ଦେଖୁନ କି ଜାଣୁନ। ଆକୁ ଦେଖ, ଚିନ୍ତା କର, ତାପରେ ଯାଇକି ଠାକୁର କାହାକୁ କୁହନ୍ତି, ସିଏ କୋଉଠି ଅଛନ୍ତି। ହେଲେ ନିରାକାର ନାମ ଗୋଟିଏ ଆକାରରେ ନାହିଁ, ନାନା ଆକାର ଦିଅନ୍ତି ଋଷିମାନେ ଯାଇ। ଯୋଉ ପ୍ରଭୁ ନିରାକାର, ତାଙ୍କର ଆକାରରେ ନାହିଁ କିଛି। ଆଉ ତମେ ଠାକୁର ଆଡେ କୁଆଡେ ଆକାର ଲଗେଇକି ଯିବ ଭାରି? ଆହୁରି ପଛକୁ ଫେର, ପଛକୁ ଫେର। ନିରାକାର ନାମ ଗୋଟିଏ ଆକାରରେ ନାହିଁ, ନାନା ଆକାର ଦିଅନ୍ତି ଋଷି ଗଣ ଯାଇ। ମାନେ ମୁନି ଋଷି ତପି ବ୍ରତି ସମସ୍ତେ ଗୋଟେ ଆକାର ଦିଅନ୍ତି। କେମିତିଆ ନା, ଗୋଟେ ପିଲାକୁ ଯଦି ଡିସପ୍ଲେରେ ଗୋଟେ ଦେଖିବ, ପୁଅ ଗଛ ଦେଖିଛୁ କିରେ? ନଡ଼ିଆ ଗଛ? ନା ନାଇଁ ଦେଖିନି। ନାଇଁ ଦେଖ, ଏମିତି କରିକି ସେମିତି ଗୋଟେ ଯିଏ ଚିତ୍ରଟା କରିଦେବ ତାକୁ ଏଇଟା ନଡ଼ିଆ ଗଛ। ସେଇଟା ହେଲା ଆକାର। ବିଭିନ୍ନ ରୂପକୁ ମନକୁ ବୁଝେଇବା ପାଇଁ ଆମେ ଏରାକ ସୃଷ୍ଟି କରିଛେ। କିନ୍ତୁ ଜଣେ ହିଁ ଏକ ବ୍ରହ୍ମ ସତ୍ୟ ରହିଛି। ତେଣୁ ଏ ଦେଉଳ ସିନା, ଏଇ ଯୋଉ ଶରୀର ରୂପକ ଦେଉଳ, ସେ ଦେଉଳ ତୋଳେ ମନକୁ ବାନ୍ଧିବା ପାଇଁ। ଆମର ମନ ଇସ୍ତସ୍ତ ହେଇଯିବ, ଗୋଟେ ଶାନ୍ତି ଶୃଙ୍ଖଳିତ ଭାବରେ ଗୋଟେ ଆଧ୍ୟାତ୍ମିକ ପାଇବା ପାଇଁ ଆମେ ଗୋଟେ ମନ୍ଦିରଟାକୁ, ସେ ଦେଉଳଟାକୁ ତିଆରି କରୁ। କିନ୍ତୁ ଶାସ୍ତ୍ର କ'ଣ କହିଲା? କହିଲା ଦେହ ଦେଉଳକୁ ପୂଜା କର, ମନ ଦେଉଳରେ ଦିଅ ନାହିଁ। ଏ ଦେଉଳ, ଏଇ ଶରୀର ରୂପକ ଦେଉଳ, ସେ ଦେଉଳ ତୋଳେ, ଏ ଦେଉଳ ସିନା ସେ ପଥର ଦେଉଳ ତୋଳେ ମନକୁ ବାନ୍ଧିବା ପାଇଁ। ଦେହ ଦେଉଳକୁ ପୂଜା କର, ମନ ଦେଉଳରେ ଦିଅ ନାହିଁ। ହଉ ଭାଇମାନେ, ସାଧାରଣ ଲୋକରେ ଆଜି ଅସାଧାରଣ ଭିଡ଼ିଓଟି ରଖୁଛୁ। ଏଇ 15 ଦିନର ଯୋଉ ଗତି ହଉଛି,
ମାନେ ବର୍ତ୍ତମାନ ଖାଲି ପୋଡ଼ା ଜଳାରେ ଚାଲୁଛି ସବୁ ବ୍ରହ୍ମାଣ୍ଡରେ, ଦେଖିବେ ସବୁଆଡ଼େ। ତେଣୁ ଚିନ୍ତା କରନ୍ତୁ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଅବିକା ସେଇ ପୋଡ଼ାପୋଡ଼ିର ବେଳ କ'ଣ ହେଉଛି। ରାତି ପାଇଲେ ଅନ୍ୟାୟ ଅନୀତି ହିଁ ସଦାବେଳେ ଆଖିରେ ଦେଖାଯାଉଛି। ତେଣୁ ସମସ୍ତଙ୍କୁ କୁହାଯାଉଛି ଭାଇମାନେ ଅନୁରୋଧ କରିକି ଧର୍ମ ସତ୍ୟ ପଥରେ ଚାଲ। ମାନବ ଧର୍ମ ସବୁଠାରୁ ଶ୍ରେଷ୍ଠ ଧର୍ମ। କହିଲେ ସବୁଠାରୁ ମାନବ ଧର୍ମ ହେଲା ଶ୍ରେଷ୍ଠ ଧର୍ମ, ଆଉ ସବୁ ହେଲେ କନିଷ୍ଠ ଧର୍ମ। ଶାସ୍ତ୍ରରେ ଲେଖା ରହିଛି। ଭ୍ରମରେ ପଡ଼ିକି ଭଅଁର ଭଳିଆ ହୁଅନି, ବିଶୃଙ୍ଖଳିତକୁ ଆପଣାନି, ଶୃଙ୍ଖଳା ପଥରେ ସମସ୍ତେ ଚାଲ। ଆପେ ଆପେ ସୁଧୁରି ଯିବ ସଂସାର, ବିନାଶରୁ ହୋଇଯିବ ମୁକ୍ତ। ଏତିକି ସାଧାରଣ ଲୋକର ଅସାଧାରଣ କଥା। ଏଇ 28-29 ପର୍ଯ୍ୟନ୍ତ ଏ ସଂସାରରେ ଅନେକ କଷ୍ଟ ଅଛି। ଏମିତିକି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯଦି ଦେବତା, ଯାହାକୁ 3 ଦେବ ବରଦିଆ ଠାକୁର, ମୋର ଭିଡ଼ିଓ ରହିଛି ଦେଖିବେ, ତାଙ୍କୁ ବି ମାନବ କ୍ଷମା ଦେବନି, ତଣ୍ଟିଆ ମାରିବେ ଖାଲି। ମୁଁ କହିଦେଉଛି, କହିଲେ ନର ଅଙ୍ଗେ ମୁହିଁ ଖେଳ କରୁଥିବି, କେହି ନ ଜାଣିବେ ମୋତେ। ସିଏ ନିଜେ ଲେଖିଛନ୍ତି। କେତେ ଦିନ ଆଉ ଏ କାଠ ପାଷାଣ ହେଇକି ରହିବେ? ସିଏ ବି କେତେବେଳେ କେଉଁ ରୂପରେ ଆସିବେ କେହି ଜାଣିପାରିବେନି। ଆମେ କିନ୍ତୁ ବାଡ଼େଇ ହେଉଥିବା ସେଇ କାଠ ପାଷାଣ ପାଖରେ, ସିଏ କିନ୍ତୁ ନର ଅଙ୍ଗରେ ଖେଳ କରୁଥିବେ, ତୁମକୁ ସଦବୁଦ୍ଧି ସଦଜ୍ଞାନ ଦେଉଥିବେ। ତମେ ତାକୁ ଦିନେ ନା ଦିନେ ଦେଖିବ ସେଇ ବ୍ରହ୍ମା ବିଷ୍ଣୁ ମହେଶ୍ୱରକୁ ତଣ୍ଟିଆ ମାରିବ। ସେତିକି ବେଳକୁ ଆଉ ନଥବ କ'ଣ ନା ନେଡ଼ି ଗୁଡ଼ କହୁଣିକି ବୋହି ଯାଇଥିବ। କହିବ ଆହା, ଇଏ ଭଗବାନ ରୂପରେ ଆସିଥିଲେ, ଆମେ ଚିହ୍ନି ପାଇଲେନି। ସେମିତି ତ୍ରେତୟା ଯୁଗରେ ଶେଷ ବେଳକୁ ରାମ ଯେତେବେଳେ ବିଦାୟ ନେଇଗଲେନି, ସେତେବେଳକୁ ବି ଦେଖିବେ ଏମିତି ବାଉଳିଆ ହେଇଗଲେ। ଦ୍ୱାପର ଯୁଗରେ କୃଷ୍ଣ ଯେତେବେଳେ ବିଦାୟ ନେଇଗଲେ, ସେତେବେଳେ ବି ଗୁଡ଼ାଏ ବାଉଳିଆ ହେଇଗଲା। ହାଏ, କୃଷ୍ଣ ଠାକୁର ଥିଲେ, ଶଳା ଆମେ କେତେ ଶତ୍ରୁତା ଭାବିକି ତାଙ୍କ ସାଙ୍ଗେ ଯୁଦ୍ଧ କଲେ। ହଁ, ସେଇଭଳି। ଆଉ ଦେଖିବେ କଳି ଯୁଗରେ, ଦେଖନ୍ତୁ କଳି ଯୁଗରେ ବି ସେମିତି ଭ୍ରମରେ ପଡ଼ିଯିବେ। ଆହା, ଠାକୁର ଜନ୍ମ ହେଇଯାଇଥିଲେ, ଏଇ ରୂପରେ ଆସିଥିଲେ, ଆଉ କ'ଣ ସେ ପଥର ଆଉ କାଠ ହେଇକି ରହିବେ? ଆସିଥିବେ କିନ୍ତୁ ପସ୍ତେଇବେ। ଆମେ ତାଙ୍କୁ ବିରୋଧ କଲୁ, ତାଙ୍କୁ ତଣ୍ଟିଆ ମାଇଲୁ, ତାଙ୍କ ଜଳାପୋଡ଼ା କଲୁ, ତାଙ୍କ କାଠ ଯେଉଁ କ'ଣ ଏଇଟା ଫଟୋ ପିତୁଳା କରିକି ପୋଡ଼ିଦେଲୁ। ଠିକ୍ ଅଛି, ସେଇ ଫଟୋ ପୁତଳା ପୋଡ଼ିବ। ଆଗକୁ ଆସୁଛି ସେଇ କଳା ପାହାଡ଼ର ଦିବସ। ଖାଲି ମ୍ୟୁଜିୟମଟା ହେଇଯାଉ, ସେତିକି ବେଳକୁ ଚିନ୍ତା କରିବ।